ଦେଖନ୍ତୁ ଆଜ୍ଞା, ଗୋଟେ ଭଲ ସୁନ୍ଦର ଗପଟି କହିବି, କେହି ଦେହକୁ ନେବେନି। ଗୋଟେ ଝିଅ ବାରମ୍ବାର ବିବାହ କଲା, ଏମିତିକି 19 ଥର ବିବାହ କଲା ପରେ ସବୁଠି ଦିନେ 2 ଦିନ 3 ଦିନ 5 ଦିନ ଭିତରେ ସବୁ ଛାଡ଼ିକି ପଳେଇ ଆସିଲା। ଯାହାର ବଦନାମ ଉଠିଗଲା ଯେ ଆଉ କେହି ତାକୁ ବାହା ହେବା ପାଇଁ ରାଜି ହେଲେନି। ଗୋଟେ ପୁଅ ବି ସେରକମ 9 ଥର ବିବାହ କଲା, କିଏ ସ୍ତ୍ରୀ ତା ପାଖରେ ରହିଲେ କାଢ଼ି। ଇଏ ବି ବହୁତ ପଇସା ଦେଇକି ଭଦ୍ରଲୋକ ଖୋଜୁଥାଏ, ତା ବାପ ଘରେ ବି ବହୁତ ପଇସା ଦେଇକି ଭଦ୍ରଲୋକ ଖୋଜୁଥାଏ କିଏ କେମିତି ଝିଅକୁ ଉଠେଇବା। ଏମିତି ହେଇତେ ଯାହା ହଉ 2 ଗାଁର ଭଦ୍ରଲୋକ ଭେଟ ହେଇକି ଜୁଟ ଖାଇଗଲେ, କହିଲେ ଆଜ୍ଞା ମୋର ଏଇ ଡିଫେକ୍ଟ। ସିଏ ଭଦ୍ରଲୋକ କହିଲା ସିଏ ମୁଁ ଯେଉଁ କ୍ୟାଣ୍ଡିଡେଟ୍ ଖୋଜୁଛି ସେ ଝିଅର ଏଇ ଡିଫେକ୍ଟ। କହିଲେ ରୁହନ୍ତୁ, ଯାହା ହଉ ଯୋଗାଯୋଗ କରିକି ସେ 2 ଜଣଙ୍କ ବିବାହ ଠିକ୍ କରିଦେଲେ। ବିବାହ ହେଲା, ସ୍ତ୍ରୀ ଆସିଲା, ଯେତେବେଳେ ଚତୁର୍ଥୀ ଘରକୁ ଆସେ ସେତେବେଳେ ସେ ତାକୁ ଘରକୁ ଆସେ, ସିଏ ସେତେବେଳେ କହୁଛି ତା ସ୍ୱାମୀ ଯେ କହୁଛି ନଈ ପଶ ତୋତେ ନେଇକି ହବା 10। ଆଜ୍ଞା ସିଏ ତ 19 ବହା, ସିଏ କାହିଁକି ଡରିବ? ସିଏ କହିଲା ପଶିଲି ନଈ କୁଡ଼ି ପୁରେଇବି ତୋରି ଠେଇଁ। ନମସ୍କାର, ଓଡ଼ିଶାବାସୀ ରହିଲି। ଗପଟି ଯଦି ମନକୁ ପାଇଥାଏ ତାହେଲେ କମେଣ୍ଟ ବକ୍ସରେ ଲେଖିବେ ବା ସେୟାର କରିବେ।